And on we'll go. नमस्कार सांगमाने सौम्याश्री ब्लॉग्स को आपण मानकु पुणी थरे स्वागत। आसंतु आज बुली जिबा बालेश्वर जिल्ला रे थिबा किछि प्रसिद्ध पर्यटन स्थली सेथि मध्यरु चलंतु प्रथमे बुली जिबा पंचलिंगेश्वर शैव पीठ। वीडियोटी को शेष जाय देखंतु आ ब्लॉगटी को एन्जॉय करंतु। सांगमाने एबे हम आसी पहुंची जाइछु पंचलिंगेश्वर को मंदिर रे। सलग देछि पूरा पहाड़ को पूरा बादल पूरा घेरी की पूरा रही अपन देखुथिबे एटी एटी बाइक पार्किंग बाई नौचंदी 10 टका अपन यदि हेलमेट रखिबे पर हेलमेट बिछा नौचंदी 10 टका गोबर देखि दीप खाली या दीटा दीप हम्म। हां दीप दीटा दे नोडिया तो आनी छी सेटा को दे देले आनी के आसला आज वर्षा पाई आज अधिकांश दुकान सब बंद हो जासु भक्त भी कम आसुचंती एबे जेहेतु वर्षा अछि। एटा अपन तळे अपन जो भोग सामग्री फूल सब अपन पाई जिवे एटी एटी लखा छि मंदिर भी मु लास्ट टाइम एटी आस्थिली 2022 रे आस्थिली। अच्छा मु जो समय आस्थिली ए जागा पूरा थला गहली पूरा ओहो बर्तन वर्षा पाई बर्तन लोक के नाहंती आ श्रावण मास तो ऑलरेडी सरी आसिलानी तो लोक भी आसते कमी आसिलानी जाई पुणी जाई स्टार्ट हो जाई अक्टोबर मास रो एटा प्रथम थर आसी छी। आनी छि सर ये आपनकर मंदिर पहाड़ एवढू आरंभ हो तलू आप 5 मीटर खंड चलिए आसवे आसिक ये पहाड़ एवढू आरंभ हो आज्ञा आज्ञा ये आप गेट पाखे जनका एंट्री फीस रोज 5 टका आउ जोता आपण रखिए ऊपर आउ पंचलिंगेश्वर शैवपीठ बालेश्वर जिल्लार नीलगिरी पर्वत पाखरे अवस्थित। इठी आपणको पर्वत मध्य देई एक सुंदर झरणा देखा जिवो। सेई झरणा मध्य रे 5टी शिवलिंग पूजा पाउचंती सेथि पई एहार नाम पंचलिंगेश्वर रखा जाय अछि।
ଠାକୁରାଣୀ ଏଠି ଅଛନ୍ତି ଏଠି ତାରିଣୀ। ଇଚ୍ଛା ସବୁ ମାଙ୍କୁ ସବୁ ଜଣେଇବ। ଆଜ୍ଞା ଆଜ୍ଞା ନା ମୁଁ ତ ଆଗରୁ ଆସିଥିଲି, ଇଏ ଆଜି ଫାର୍ଷ୍ଟ ଟାଇମ୍ ଆସିଛନ୍ତି ଆଜି। ଆପଣମାନେ ବର୍ଷା ଦିନେ ଥରଟେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ନିଶ୍ଚିତ ଆସିବେ। ବର୍ଷା ଦିନେ ଏହି ସ୍ଥାନର ଦୃଶ୍ୟ ସତରେ ବହୁତ ବିରଳ। ବିଶାଳ ପର୍ବତକୁ ବାଦଲ ଘେରି ରହିଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। କାଉଡ଼ିଆ ମାନେ ଏଠି ଜଳାଭିଷେକ କରିଛନ୍ତି ସବୁ। ଖସିବ ଏଠି, ଗୋଡ଼ ଏଠି ଖସିବ ଏଠି ଆସ୍ତେ ଦେଖି। ବୋଲି ବାବାର ଏଠି ଗୋଡ଼ ବି ବହୁତ ଜୋରେ ଖସୁଛି ଏଇଟା। କିମ୍ବଦନ୍ତୀ ଅନୁଯାୟୀ ମହାରାଜା ବାଣାସୁର ଥିଲେ ଶିବଙ୍କର ପରମ ଭକ୍ତ। ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସେ ଗୋଟିଏ ରାତ୍ରରେ 5ଟି ଭିନ୍ନ ଭିନ୍ନ ସ୍ଥାନରେ 5ଟି ଶିବଲିଙ୍ଗ ସ୍ଥାପନା କରିଥିଲେ। ଏହାର ନାମ ଥିଲେ ବାଣେଶ୍ୱର, ଖଜୁରେଶ୍ୱର, ମଣିନାଗେଶ୍ୱର, ଖର୍ଗେଶ୍ୱର ଏବଂ ଚନ୍ଦ୍ରଶେଖର। ସମୟ ଅନୁସାରେ ଏକା ସାଙ୍ଗେ 5ଟି ଶିବଲିଙ୍ଗକୁ ପୂଜା କରିବା ମହାରାଜା ବାଣାସୁରଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା। ସେଥିପାଇଁ ଶିବ ତାଙ୍କ ଗୁହାରି କ୍ରମେ ଏଠି ଏକ ଝରଣା ମଧ୍ୟରେ 5ଟି ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେବେଠାରୁ ମହାଦେବ ଏଇଠାରେ ପଞ୍ଚଲିଙ୍ଗେଶ୍ୱରଙ୍କ ନାମରେ ପୂଜା ପାଇ ଆସୁଛନ୍ତି। ମନ୍ଦିର କୁ ରାସ୍ତା ଏଇଠି। ବର୍ଷା ଦିନ ପାଇଁ ଝରଣାର ସ୍ରୋତ ଅତ୍ୟନ୍ତ ପ୍ରଖର ଅଛି। ସେଥିପାଇଁ ସେଠାରେ ପଞ୍ଚଲିଙ୍ଗଙ୍କୁ ସ୍ପର୍ଶ କରିବା ଟିକେ ବିପଦପୂର୍ଣ୍ଣ ଅଟେ। ସେଥିପାଇଁ ଆମେ କେବଳ ଶିବଲିଙ୍ଗଙ୍କୁ ସ୍ପର୍ଶ କରି ଆସୁଥିବା ଝରଣାର ପାଣିକୁ ଆଣି ମୁଣ୍ଡରେ ମାରି ମହାଦେବଙ୍କ ଆଶୀର୍ବାଦ ନେଇଥିଲୁ। ଏଇଠି ଆପଣଙ୍କୁ ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ଏଠି ଦେଖିବାକୁ ମିଳିଯିବ। ହନୁମାନ ଅଛନ୍ତି ଏଠି। ପ୍ରଭୁ ଜୟ ବଜରଙ୍ଗବଲି। ଏଇଠି ଆପଣ ଝରଣା ଟିକେ ଆପଣ ଏଠି ଆସିବେ ଏଇଠି। ସବୁନୁ ଆଇଡ଼ିଆ ଆଇଡ଼ିଆ ମହାଦେବଙ୍କ ଦର୍ଶନ ସାରି ଆମେ ବାହାରି ଯାଇଥିଲୁ ନୀଳଗିରିରେ ଥିବା ଜଗନ୍ନାଥଙ୍କ ମନ୍ଦିର। ଏହାର ଦୂରତା ପଞ୍ଚଲିଙ୍ଗେଶ୍ୱରଙ୍କ ମନ୍ଦିର ପାଖରୁ ମାତ୍ର 6 କିଲୋମିଟର। ଆପଣମାନେ ପଞ୍ଚଲିଙ୍ଗେଶ୍ୱରଙ୍କ ପାଖକୁ ଯେବେ ବି ଆସିବେ ନୀଳଗିରି ଜଗନ୍ନାଥଙ୍କ ପାଖକୁ ନିଶ୍ଚିତ ଯିବେ। ଆଶା କରୁଛୁ ପଞ୍ଚଲିଙ୍ଗେଶ୍ୱରଙ୍କର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ବ୍ଲଗ୍ଟି ଭଲ ଲାଗିଛି ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି। ଆଗକୁ ଏହିପରି ବହୁତ ସୁନ୍ଦର ସୁନ୍ଦର ବ୍ଲଗ୍ ଆପଣମାନେ ଆମ ଚ୍ୟାନେଲରେ ଦେଖିବାକୁ ପାଇବେ। ରହିଲୁ, ଜୟ ଜଗନ୍ନାଥ।